परम प्रेममय परम दयाल श्री श्री ठाकुर अनुकूल चंद्र श्रीचरण मोर शत सहस्र कोटि प्रणाम। परम आराध्य जगज्जननी बड़मा श्रीचरण मोर प्रणाम। परम पूज्यपाद बड़दा श्रीचरण मोर प्रणाम। पूज्यपाद आचार्य देव श्रीचरण मोर प्रणाम। मोर यही भिडियो देखुथिबा अगणित इष्ट प्राण गुरु भाई गुरु माँ मानू मोर अंतरु सदापूर्वक जय गुरु। मोर यही चैनल मु समस्तको श्रद्धार सह स्वागत जनाऊँच। आजिर प्रसंगटी होउछि असंभव कार्य को संभव करिबा। वाच टावर घड़ी स्तंभ जुग पुरुषोत्तम श्री श्री ठाकुर अनुकूल चंद्र अद्वितीय। तांकर सबु कार्य मध्य असाधारण। अनेक असंभव कार्य से करई नेउथिले साधारण लोकंक माध्यमरे। किछि घटना लिपिबद्ध होई रहिछि आउ किछि घटना हजि जाइछि कालर अंतराଳରେ। ସେଥିପାଇଁ ଗୋଟିଏ ପୁରୁଣା 1949 ମସିହାର ଠାକୁର ବଙ୍ଗଲାର ମୁଖ୍ୟ ଦ୍ୱାରରୁ କିଛି ଦୂରରେ ବାମପଟେ ଦୃଷ୍ଟିରେ ପଡ଼େ ଗୋଟିଏ ସୁଉଚ୍ଚ ବା ସ୍ତମ୍ଭ। ବର୍ତ୍ତମାନ ସେହି ଟାୱାରର ଚାରିଦିଗରେ ଘଣ୍ଟା ବା ଘଡ଼ି ଲଗାଯାଇଛି। ଏହି ଘଟଣା ଏହି ଟାୱାର ନିର୍ମାଣ ସମ୍ବନ୍ଧରେ। ଦିନେ ଶ୍ରୀ ଶ୍ରୀ ଠାକୁର କହିଲେ, ଗୋଟିଏ ଟାୱାର ବା ସ୍ତମ୍ଭ ତିଆରି କରିବାକୁ ହେବ ଯାହାର ଉଚ୍ଚତା ହେବ 60 ଫୁଟ ଏବଂ ଏହାକୁ ଗୋଟିଏ ଦିନରେ ହିଁ ଢଳେଇ କରି ତିଆରି କରିବାକୁ ହେବ। ସେହି ସମୟରେ ସତ୍ସଙ୍ଗରେ ଭାରତୀୟ ରେଳ ବିଭାଗର ଅବସରପ୍ରାପ୍ତ ଇଞ୍ଜିନିୟର ଶ୍ରୀଶ ରାୟ ଚୌଧୁରୀ ଥିଲେ। ଶ୍ରୀଶ ଦା କହିଲେ, ଗୋଟିଏ ହିଁ ଦିନରେ 60 ଫୁଟ ଉଚ୍ଚାର ଢଳେଇ କରିବା ଅସମ୍ଭବ। ଗୋଟିଏ ଦିନରେ 10 ଫୁଟରୁ ଅଧିକା ଉଚ୍ଚା ଢଳେଇ ଟିକିବ ନାହିଁ। ଶ୍ରୀ ଶ୍ରୀ ଠାକୁର ନିଜ ଇଚ୍ଛା ଖୁବ୍ ବ୍ୟକ୍ତ କଲେ ମଧ୍ୟ କେହି ଏହି କାମ କରିବାକୁ ପ୍ରସ୍ତୁତ ହେଲେ ନାହିଁ। ଦିନେ ଖଗେନ ତପାଦାର ଦା ଶ୍ରୀ ଶ୍ରୀ ଠାକୁରଙ୍କୁ କହିଲେ, ସମସ୍ତେ କହୁଛନ୍ତି ଭୁଷୁଡ଼ି ପଡ଼ିବ, ଆପଣ କହୁଛନ୍ତି ଗୋଟିଏ ଦିନରେ ଢଳେଇ କରି ତିଆରି କରିବାକୁ ହେବ। ଏହା କିପରି ସମ୍ଭବ? ଶ୍ରୀ ଶ୍ରୀ ଠାକୁର କହିଲେ, ଯଦି ପଡ଼ି ହିଁ ଯାଏ ତେବେ ତୁମର ଆଉ ମୋର ଅଳ୍ପ ବହୁତ କିଛି ତ ଅନୁଭବ ହେବ। ଖଗେନ ଦା ଠାକୁର ମୋର ଅନୁଭବ ପାଇଁ 40-50 ହଜାର ଟଙ୍କା ବରବାଦ କରିଦେବେ। ଶ୍ରୀ ଶ୍ରୀ ଠାକୁର କହିଲେ, 40-50 ହଜାର ଟଙ୍କାର କଥାଟା ଛାଡ଼। ଗୋଟିଏ ମଣିଷ ତିଆରି କରିବା ପାଇଁ ଯଦି ମୋତେ ବ୍ରହ୍ମାଣ୍ଡ ବି ଦେବାକୁ ପଡ଼େ ତେବେ ବି ଦେଇଦେବି। ସତ୍ସଙ୍ଗ ତ ମଣିଷ ତିଆରିର କାରଖାନା। ଏହିପରି କିଛି ଦିନ ବିତିଗଲା। ସିମେଣ୍ଟ ଆଗରୁ ହିଁ ଶ୍ରୀ ଶ୍ରୀ ଠାକୁର ମଗେଇ ନେଇଥିଲେ। ଖଗେନ ଦା ପୁନଃ ଶ୍ରୀ ଶ୍ରୀ ଠାକୁରଙ୍କୁ କହିଲେ, ଠାକୁର ସିମେଣ୍ଟ ତ ଖରାପ ହୋଇଯାଉଛି। କେତେ ମୁସ୍କିଲରେ ଏତେ ମହଙ୍ଗା ସିମେଣ୍ଟ ଆସିଛି, ତାହା ନଷ୍ଟ ହୋଇଯିବ। ଶ୍ରୀ ଶ୍ରୀ ଠାକୁର କହିଲେ, ଶ୍ରୀଶ ଦା କ'ଣ କହୁଛନ୍ତି? ଖଗେନ ଦା ଶ୍ରୀଶ ଦା ଅନୁମତି ଦେଉନାହାନ୍ତି। ଶ୍ରୀ ଶ୍ରୀ ଠାକୁର ତୁମର କ'ଣ ଇଚ୍ଛା? ଖଗେନ ଦା ଆପଣଙ୍କ ଇଚ୍ଛା ହିଁ ମୋର ଇଚ୍ଛା। ଆପଣ ଯଦି ମୋତେ ତିଆରି କରିବାକୁ କହିବେ ତେବେ ମୁଁ କାର୍ଯ୍ୟ ଆରମ୍ଭ କରିଦେବି। ଶ୍ରୀ ଶ୍ରୀ ଠାକୁର ତେବେ ଆରମ୍ଭ କରିଦିଅ। ଶ୍ରୀ ଶ୍ରୀ ଦା ତ ସକାଳ 8ଟାରେ ଆସନ୍ତି, ତୁମେ 4ଟାରୁ ଆରମ୍ଭ କରିଦିଅ। କରିପାରିବ ତ? ଖଗେନ ଦା ଠାକୁର କେବେଠାରୁ ଆରମ୍ଭ କରିବି? ଶ୍ରୀ ଶ୍ରୀ ଠାକୁର ଆଜିଠାରୁ ଆରମ୍ଭ କରିଦିଅ। ଖଗେନ ଦା ରାତି 9ଟା ବାଜିଗଲାଣି। ଶ୍ରୀ ଶ୍ରୀ ଠାକୁର ଚେଷ୍ଟା କରି ଦେଖନା ଆଉ ଶୁଣ। ଶ୍ରୀଶ ଦା ଯଦି ତୁମକୁ ରାଗନ୍ତି ବା ଗାଳିଗୁଲଜ କରନ୍ତି ତେବେ ତୁମେ ଚୁପ୍ ରହିବ ଏବଂ ଏହା ବି କହିବ ନାହିଁ ଯେ ମୁଁ ତୁମକୁ କାମ ଆରମ୍ଭ କରିବାକୁ କହିଛି। ଶ୍ରୀ ଶ୍ରୀ ଠାକୁରଙ୍କ ନିର୍ଦ୍ଦେଶ ଅନୁସାରେ ଖଗେନ ଦା ସେହି ରାତିରେ ହିଁ ସବୁ ରାଜମିସ୍ତ୍ରୀ ଆଉ ମୂଲିଆକୁ ଘରଠାରୁ ଡାକି ନେଇ ଆସିଲେ ଏବଂ ଆନନ୍ଦ ବଜାରରେ ଖୁଆଇ ଦେଲେ। ପ୍ରାତଃକାଳରୁ ହିଁ କାର୍ଯ୍ୟ ଆରମ୍ଭ ହୋଇଗଲା। ଶ୍ରୀ ଶ୍ରୀ ଦା ଆସିବା ବେଳକୁ 6 ଫୁଟର ଢଳେଇ ହୋଇଯାଇଥିଲା। ଯେତେବେଳେ ଶ୍ରୀ ଶ୍ରୀ ଦା ସକାଳ 8ଟା ବେଳକୁ ପହଞ୍ଚିଲେ ତ ସବୁକିଛି ଦେଖି ଖଗେନ ଦାଙ୍କ ଉପରେ ନିଆଁ ଫୋଟକା ହୋଇ କହିଲେ, ଆପଣ ବିନା ବୁଝି ବିଚାରି କାମ ଆରମ୍ଭ କରିଦେଲେ।
ଆପଣଙ୍କୁ ସିଭିଲ ଇଞ୍ଜିନିୟରିଂ ସମ୍ବନ୍ଧରେ କେତେ ଜଣା ଅଛି? ଖଗେନ୍ଦା କହିଲେ, ଆଜ୍ଞା ସିମେଣ୍ଟ ଖରାପ ହୋଇଯାଉଥିଲା, ସେଥିପାଇଁ ଆରମ୍ଭ କରିଦେଲି। ଏବେ କ'ଣ କରିବି? ଅନ୍ୟାୟ କରିଛି, ଏବେ ଚାହାନ୍ତି ତ ଜୋତାରେ ମାରିବେ ବା ଯାହା କିଛି କରିବେ। ଏହା କହି ଖଗେନ୍ଦା ଉଦାସ ଚେହେରା କରି ହାତ ମଳିବାକୁ ଲାଗିଲେ। ଶ୍ରୀସିନ୍ଦା କ୍ରୋଧିତ ହୋଇ ଶ୍ରୀ ଶ୍ରୀ ଠାକୁରଙ୍କ ପାଖରେ ତାଙ୍କ ବିରୋଧରେ ଅଭିଯୋଗ କଲେ। ଶୁଣନ୍ତେ ହିଁ ଶ୍ରୀ ଶ୍ରୀ ଠାକୁର ଯେମିତି ଆକାଶରୁ ପଡ଼ିଲେ। କହିଲେ, କ'ଣ କେମିତି କରିଛନ୍ତି? ଏମିତି କରିଛନ୍ତି ଆପଣଙ୍କୁ ନ ଜଣେଇ? କିଏ ଯାଇ ଖଗେନକୁ ଡାକି ନେଇ ଆସ ତ। ଖଗେନ୍ଦାଙ୍କୁ ସବୁକିଛି ଜଣାଥିଲା ଠାକୁରଙ୍କ ପାଖରେ କି ନାଟକ କରିବାକୁ ହେବ। ଖଗେନ୍ଦା ପହଞ୍ଚନ୍ତେ ହିଁ ଶ୍ରୀ ଶ୍ରୀ ଠାକୁର ପଚାରିଲେ, କ'ଣ ତୁମେ ଢଳେଇ କାମ ଆରମ୍ଭ କରିଦେଇଛ? ଖଗେନ୍ଦା କାନ୍ଦି କାନ୍ଦି ହାତ ଯୋଡ଼ି କହିଲେ, ଆଜ୍ଞା ହଁ ଠାକୁର, ମୁଁ କାମ ଆରମ୍ଭ କରିଦେଇଛି। ସିମେଣ୍ଟ ଖରାପ ହୋଇଯାଉଥିଲା। ଶ୍ରୀ ଶ୍ରୀ ଠାକୁର ପୂରା କଥା ଶୁଣିସାରି କହିଲେ, ହଁ ତ ଠିକ୍ କହୁଛନ୍ତି, ସିମେଣ୍ଟ ଖରାପ ହୋଇଯାଇଥାନ୍ତା। କିଛି ସମୟ ଚୁପଚାପ ରହି ଶ୍ରୀ ଶ୍ରୀ ଠାକୁର କହିଲେ, ଶ୍ରୀ ଶ୍ରୀ ଦା, ସିଏ ପାଗଳ, ଝୋଲା ଛାପ ଡାକ୍ତରଙ୍କ ପରି। ଆପଣ ଯାଇ ଟିକିଏ ଠିକ୍ଠାକ୍ କରିଦିଅନ୍ତୁ। ଶ୍ରୀ ଶ୍ରୀ ଦା କହିଲେ, ମୁଁ ସେ ପାଗଳ ସହିତ ପାରିବି ନାହିଁ, ତାର ଦିମାଗ ଖରାପ ହୋଇଯାଇଛି। ଶ୍ରୀ ଶ୍ରୀ ଠାକୁର କହିଲେ, ପାଗଳ ଯେତେବେଳେ କାର୍ଯ୍ୟ ଆରମ୍ଭ କରିଦେଇଛି, ତେବେ ତାକୁ ଫିନିଶ୍ ବା ଶେଷ କରିବା ପାଇଁ ହିଁ ଠିକ୍ ହେବ। ଶ୍ରୀସିନ୍ଦା, ଏ କାମ ମୋ ଦ୍ୱାରା ସମ୍ଭବ ହେବ ନାହିଁ। ସେ କାମ ଆରମ୍ଭ କରିଛି, ସେ ଜାଣେ। ଏହା କରି ଶ୍ରୀ ଶ୍ରୀ ଦା ବଡ଼ବଡ଼ ହୋଇ ହୋଇ ସେଠାରୁ ଚାଲିଗଲେ। ସାଥେ ସାଥେ ଶ୍ରୀ ଶ୍ରୀ ଠାକୁର ଖଗେନ୍ଦାଙ୍କୁ ଇସାରାରେ କହିଲେ, ଯାଅ, କାମ ବନ୍ଦ କରିବ ନାହିଁ। ଖଗେନ୍ଦା ପ୍ରଣାମ କରି ପୁନଃ କାର୍ଯ୍ୟ ଆରମ୍ଭ କଲେ। ପ୍ରତି 5-10 ମିନିଟ୍ ପରେ ହିଁ ଶ୍ରୀ ଶ୍ରୀ ଠାକୁର କାହାକୁ ପଠେଇ ଖବର ନେଉଥିଲେ, ରାତି 10ଟା ବାଜିଗଲା, 11ଟା ବାଜିଗଲା, କାମ ଚାଲିଥାଏ। ଖଗେନ୍ଦା ଶ୍ରୀ ଶ୍ରୀ ଠାକୁରଙ୍କୁ କହିଲେ, ଠାକୁର, ଆପଣଙ୍କ ବିଶ୍ରାମ ନିଅନ୍ତୁ, ମୁଁ କାମ ସମାପ୍ତ କରି ଆପଣଙ୍କ ପାଖକୁ ଆସିବି। କାମ ସମାପ୍ତ ହେବାକୁ ରାତି 2ଟା ବାଜିଗଲା। ଖଗେନ୍ଦା ଶ୍ରୀ ଶ୍ରୀ ଠାକୁରଙ୍କ ପାଖକୁ ଆସିଲେ। ଶ୍ରୀ ଶ୍ରୀ ଠାକୁର ପଚାରିଲେ, ଏ ପର୍ଯ୍ୟନ୍ତ ତ ଠିଆ ହୋଇଛି ନା? ଖଗେନ୍ଦା, ଆଜ୍ଞା ଠାକୁର, ଏବେ ପର୍ଯ୍ୟନ୍ତ ତ ଅଛି। ଶ୍ରୀ ଶ୍ରୀ ଠାକୁର କହିଲେ, ଦେଖ, ପରମ ପିତାଙ୍କର କୃପା। ଖଗେନ୍ଦା କହିଲେ, ଠାକୁର, ଆପଣ ପରମ ପିତା କ'ଣ କରିବେ ତାହା ମୋତେ ଜଣା ନାହିଁ, କିନ୍ତୁ କାଲି ସକାଳେ ଯଦି ଏହା ପଡ଼ିଯାଏ ଆଉ ମୋର ପରମ ପିତା ଯଦି ମୋତେ ରକ୍ଷା ନ କରନ୍ତି, ତେବେ ଲୋକମାନେ ମୋ ପିଠିରେ ଚମଡ଼ା ଉତାରି ଦେବେ। ସମସ୍ତେ କହିବେ, ଖଗେନ୍ଦା ଠାକୁରଙ୍କର 50,000 ଟଙ୍କା ବରବାଦ କରିଦେଲା। ଲୋକ ତ 50,000 ଖର୍ଚ୍ଚ ହେଲେ କହନ୍ତି 1 ଲକ୍ଷ ଖର୍ଚ୍ଚ ହୋଇଛି। ଶ୍ରୀ ଶ୍ରୀ ଠାକୁର କହିଲେ, ଦେଖ ନା ପରମ ପିତା କୃପାରେ କ'ଣ ହୋଇଥାଏ। ଖଗେନ୍ଦା ସାରା ରାତି ହିଁ ମନେ ମନେ ଶ୍ରୀ ଶ୍ରୀ ଠାକୁରଙ୍କ ନାମ ଜପ କରି ଚାଲିଲେ। ସକାଳେ ଖଗେନ୍ଦା ଯେତେବେଳେ ଠାକୁରଙ୍କ ପାଖରେ ପହଞ୍ଚିଗଲେ, ସେତେବେଳେ ସେ ତମ୍ବାଖୁ ସେବନ କରୁଥିଲେ। ଖଗେନ୍ଦାଙ୍କୁ ପଚାରିଲେ, କ'ଣ ଖବର? ଏବେ ପର୍ଯ୍ୟନ୍ତ ଠିଆ ହୋଇଛି ତ? ଖଗେନ୍ଦା ମୁଣ୍ଡରେ ହଲେଇ କହିଲେ, ଆଜ୍ଞା ହଁ। ଏହା ଶୁଣନ୍ତେ ହିଁ ଶ୍ରୀ ଶ୍ରୀ ଠାକୁର ସିଧା ହୋଇ ବସିଗଲେ। ଆଉ ବିଛଣା ଉପରେ ଜୋରରେ ହାତ ବାଡ଼େଇ କହିଲେ, ଆମର ଜୟ ହୋଇଛି। ହେବ ନାହିଁ, ଅସମ୍ଭବ ରହିବ ନାହିଁ। ଯେଉଁ ଲୋକମାନେ ଏହି କଥା କହିଥିଲେ, ସେମାନଙ୍କୁ ଡାକି ଦେଖେଇ ଦିଅ। ଟାୱାର ତିଆରି ହେବା ଆଜିକୁ 70 ବର୍ଷରୁ ଅଧିକ ହୋଇଗଲା। ଆଜି ବି ସେ ସ୍ତମ୍ଭ ମଥା ଉଚ୍ଚା କରି ନିଜ ସ୍ଥାନରେ ଅଟଳ ହୋଇ ଠିଆ ହୋଇଛି। ଠାକୁର ବଙ୍ଗଳାରେ ପ୍ରବେଶ କରନ୍ତେ ହିଁ ଶ୍ରୀ ଶ୍ରୀ ଠାକୁରଙ୍କ ଦ୍ୱାରା ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଖାଇବାର ପ୍ରମାଣ ହୋଇଛି। ଏ ପ୍ରସଙ୍ଗରୁ ଆମେମାନେ ଜାଣିଲୁ, ଅସମ୍ଭବ ରହିବ ନାହିଁ, ହେବ ନାହିଁ, ଏସବୁ ଚିନ୍ତାଧାରା ଛାଡ଼ି ଆମେ ଯଦି ନିଜ କାର୍ଯ୍ୟ ପ୍ରତି ଧ୍ୟାନ ଦେଇକି ଆଗକୁ କାର୍ଯ୍ୟଟି କରିବା, ଆଉ ଠାକୁରଙ୍କୁ ମନରେ ରଖିକି ଆମେ ଯଦି କାମଟିକୁ ଆରମ୍ଭ କରିବା, ତେବେ ସମ୍ପୂର୍ଣ୍ଣ ହେବା ସେଇଟା ସହଜ କଥା ଆମ ପାଇଁ ହୋଇଯିବ।
ତେଣୁ ଠାକୁରଙ୍କର ଏହି ଖମ୍ବଟି ଆପଣମାନେ ଯେବେ ଦେଓଘର ଯାଉଥିବେ ସେତେବେଳେ ଦେଖିପାରୁଥିବେ। ଆପଣମାନଙ୍କୁ ଏହି ପ୍ରସଙ୍ଗଟି କିପରି ଲାଗିଲା? ଭଲ ଲାଗିଥିଲେ ଲାଇକ୍ କରିବେ, ଆଉ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି। ଜୟ ଗୁରୁ। ଠାକୁରଙ୍କ ବାଣୀ। ବଞ୍ଚିବାକୁ ହେଲେ ଭଗବାନ ଦରକାର। ଶ୍ରୀ ଶ୍ରୀ ଠାକୁର। ଆମମାନଙ୍କ କାମ ହେଲା ଯେଉଁଥିରେ ଈଶ୍ୱରଙ୍କ ପ୍ରତି ଗୁରୁଙ୍କ ପ୍ରତି ଭକ୍ତି ଥାଏ ତାହା ହିଁ କରିବା। ଭ୍ରାନ୍ତ ଉପଦେଶରେ ମଣିଷ ଅକଲ୍ୟାଣ ହୁଏ। ଆଜିକାଲି ଅନେକେ କହେ ଭଗବାନ କ'ଣ ଭଗବାନଙ୍କ ଦେଇ କ'ଣ ହବ? କିନ୍ତୁ ବଞ୍ଚିବାକୁ ହେଲେ ହିଁ ଭଗବାନଙ୍କୁ ଦରକାର। ଭଗବାନଙ୍କୁ ଚାହିଁବାକୁ ହେଲେ ଭଲର ପଥରେ ଯିବାକୁ ହେବ। ଶୁଧୁ ଶୁଣିଲେ ଓ କହିଲେ ହେବ ନାହିଁ। ନ କରି କିଏ ପାଏ ନାହିଁ। ଜୟ ଗୁରୁ।